श्रीमद्भागवत चतुर्थस्कन्ध एकविंशोऽध्याय। मैत्रेय उवाच। हेबेहु ଶୁଣ ବିଷ୍ଣୁ କଥା କହିବି ପୃଥ ଯଜ୍ଞ କଥା। ମିଳି ସକଳ ମୁନି ଜଣେ ସନ୍ତୋଷେ ପୃଥୁ ସନ୍ନିଧାନେ। ଯଜ୍ଞ କରିଣ ଉପବେଗେ ସର୍ବ ସମ୍ପାଦ ନାନା ଭାଗେ। ଆରମ୍ଭ କଲେ ବ୍ରହ୍ମବର୍ତ୍ତେ ସୁପ୍ରାଚୀ ସରସ୍ୱତୀ ତୀର୍ଥେ। ଇନ୍ଦ୍ରାଦି ସର୍ବଦେବେ ଆସି ଯଜ୍ଞ ଉତ୍ସବ ଘରେ ପଶି। ଯେ ଯଜ୍ଞ ଯଜ୍ଞପତି ହରି ମନ୍ତ୍ର ଧାନେ ତାଙ୍କୁ ବରି। ଶଙ୍କର ପଦ୍ମଯୋନି ମୁନି ମିଳି ସକଳ ଦିଗପାଳେ। ଗନ୍ଧର୍ବ ଅପ୍ସରା ଗଣେ ମୁନିନ୍ଦ୍ର ବେଦ ଉଚ୍ଚାରଣେ। ଆନନ୍ଦେ ନୃତ୍ୟ ଗୀତ ସ୍ତୁତି ସୁଧି ଗୃହ୍ୟଙ୍କ ପନ୍ଥୀ ପନ୍ଥୀ। ଦାନବ କିନ୍ନର ସଂକଳେ ସେ ଯଜ୍ଞେ ମିଳିଲେ ଗହଳେ। ସେ ପୃଥ୍ୱୀ ରାଜ୍ୟ ବସୁମତୀ ବସ୍ତାରୁ ରହେ ପ୍ରିୟବତୀ। କାମଧେନୁର ପ୍ରାୟ ହୋଇ ସର୍ବ ସମ୍ପଦ ଦେହମହି। ନଦୀ ସେ ଦୁର୍ଗଧର ଜଳେ ସଧୀରେ କହନ୍ତି କଲ୍ଲୋଳେ। ଘୃତ ସଂଯୋଗ ଦର୍ଣ୍ଣେ ତୋଷେ ଭୁଞ୍ଜନ୍ତି ସର୍ବଜନେ। ସର୍ବବୃକ୍ଷରେ ମନୁପନ୍ତି ଜିମୂଳ ପ୍ରାୟ ପରସନ୍ତି। ସମୁଦ୍ର ନାନା ରତ୍ନେ ପୁଣି ଗର୍ଜିଲ ଉଲ୍ଲଳେ ଲହରୀ। ସର୍ବତ୍ର ତୋହି ଦୁର୍ଗନ୍ଧ ଅର୍ଣ୍ଣ ଦେଇ ରଞ୍ଜିଲେ ପୃଥୁ ମନ। ଲୋକପାଳକ ଲୋକ ତୁଲେ ସର୍ବ ସମ୍ପାଦ ଶସ୍ୟ ତୁଲେ। ଯଜ୍ଞ କାରଣ ବିଷ୍ଣୁ ଅର୍ଥେ ସର୍ବ ସମ୍ପାଦି ସମସ୍ତେ। ପୃଥୁର ଯଜ୍ଞାରମ୍ଭ ଚାହେଁ ବାସନ ମନେ ବିଚାରଇ। ଏ ପୃଥୁ ଶତକ୍ରତୁ କଲେ ଲଭିବ ଇନ୍ଦ୍ର ପଦ ଭଲେ। ମୋର ସମ୍ପଦ ଯିବ ନାଶ ଏମନ୍ତ ବୋଲି ଛାଡ଼େ ଶ୍ୱାସ। ଯଜ୍ଞର କିଛି ଦିନ ଅନ୍ତେ ଆତ୍ମାର ହିତ ଚିନ୍ତି ଚିତ୍ତେ। ଯଜ୍ଞ ପଶୁକୁ ହରି ନେଲା ନିଜ ଭୁବନେ ବିଜେ କଲା। ଆକାଶ ମାର୍ଗେ ଇନ୍ଦ୍ର ଗଲା ପାଣ୍ଡବ ଧର୍ମ ଆଚରିଲା। ଧର୍ମେ ବିଭ୍ରମ ତାର ମନ ସଭୟ ଚିନ୍ତେ ଛନ୍ନ ଛନ୍ନ। ଅତ୍ରି ଯେ ଥିଲେ ଯଜ୍ଞଶାଳେ ଈଶ୍ୱର ହରଣ ଜାଣିଲେ। ପୃଥୁ ପୁତ୍ରଙ୍କୁ ରାଜ ବେଗେ ଇନ୍ଦ୍ରର କର୍ମ ତାଙ୍କ ଆଗେ। କହିଲେ ଅଶ୍ୱହର ବାଣୀ ପୃଥୁ ନନ୍ଦନ ତାହା ଶୁଣି। ଧନୁକ ଶର ଘେନି ହସ୍ତେ ବେଗେ ଧାଇଁଲେ ଶୂନ୍ୟ ପଥେ। ଡାକଇ ରହ ରହ ବାଣୀ ସଭୟେ ଇନ୍ଦ୍ର ତାହା ଶୁଣି। ନିଜ ଶରୀର ଛିନ୍ନ କଲା ଜଟିଳ ରୂପ ପ୍ରକାଶିଲା। ଭସ୍ମଭୂଷିଣ ବେଶ ଚାହିଁ ପୃଥୁ ନନ୍ଦନ ବିଚାରଇ। ଜଟିଳ ଭସ୍ମ ଏହା ଗାତେ ଏହାକୁ ମାରିବି କେମନ୍ତେ। ଏମନ୍ତ ମନେ ବିଚାରିଲା ଇନ୍ଦ୍ରକୁ ବାଟ ନ ଛାଡ଼ିଲା। ତାହାର ରହିବାର ପଥ ଦେଖି ଅତ୍ରି ଯଜ୍ଞଶାଳା ଉପେକ୍ଷିତ। ଡାକଇ ମାର ମାର ବେଗେ ତା ଶୁଣି ଇନ୍ଦ୍ର ଶୂନ୍ୟ ମାର୍ଗେ। ଭୟେ ଚାହିଁଲା ଦଶ ଦିଶେ ସ୍ୱଭାବେ କେହି ନାହିଁ ବାସେ। କହଇ ଇନ୍ଦ୍ର ବେଗେ ମାର ସ୍ୱଭାବେ ଯଜ୍ଞ ଅଶ୍ରୁ ଚୋର। ଏମନ୍ତ ଅତିର ବଚନେ ଜାଣି ଧାଇଁଲା କୋପ ମନେ। ଧାମଇ ଅତି କ୍ରୋଧ କରି ହସିକି ଯେ ଶନେ କେଶରୀ। ବାସବ ଦେଖି ତ୍ରାସ ମନେ ଅଶ୍ୱକୁ ଛାଡ଼ି ଅନ୍ତର୍ଦ୍ଧାନେ। ହୋଇଲ ଶୂନ୍ୟ ମର୍ତ୍ତେ ଯାଇ ପୃଥୁ ନନ୍ଦନ ବିଚାରଇ। ପରଶୁ ଘେନି ମହାରୂପେ ଇନ୍ଦ୍ରକୁ ଚାହେଁ ଦଶ ଦିଶେ। ନ ଦେଖି ପୁଣ ଯଜ୍ଞ ସ୍ଥାନେ ମିଳିଲା ଅତ୍ରି ଧ୍ୟାନେ। ତାହାଙ୍କୁ ରଜୁ ହସ୍ତେ ଧରି ଅତ୍ରି ଚରଣେ ନମସ୍କାରି। ତାର ଅଦ୍ଭୁତ କର୍ମ ଦେଖି ମୁନିଏ ନାମ ଉପଲିରି। ବିଷ୍ଣୁ ଉଚ୍ଚାରି ପୁଣ୍ୟ ଧାମ ଦେଲେ ସେ ବିଜିତାତ୍ୱ ନାମ। ଏମନ୍ତେ ରଜନୀ ପ୍ରବେଶ ଇନ୍ଦ୍ର ଯେ ମିଳି ଯଜ୍ଞ ଦେଶେ। ବିଚାରି ଅନ୍ଧକାର ଛଳେ ଅଶ୍ୱକୁ ପୁଣି ନେଲା ବଳେ। ଯଜ୍ଞର ଜୁପତଳେ ଛଳେ ରହିଲା ସୁବର୍ଣ୍ଣର ଜୁରେ। ଅତ୍ରି ଦେଖନ୍ତେ ଶୂନ୍ୟ ମାର୍ଗେ ତ୍ରସେ ପଳାଇ ଇନ୍ଦ୍ର ବେଗେ। ଅତ୍ରି ପୃଥୁର ମୁଖ ଚାହିଁ ବୋଇଲେ ଅଶ୍ୱ ଆଣ ଯାଇ। ତା ଶୁଣି ହସ୍ତେ ଧନୁ ଧରି ଧାଇଁଲା ଘୋର ନାଦ କରି। ଡାକଇ ରହ ରହ ବାଣୀ ତାର ବଚନ ଇନ୍ଦ୍ର ଶୁଣି। ପଡ଼େ ଅଶ୍ୱକୁ ଛାଡ଼ି ଛନେ ତକ୍ଷଣେ ଗଲ ଅନ୍ତର୍ଦ୍ଧାନେ। ପୁଣି ସେ ଅଶ୍ୱଧର କଲେ ବେଗେ ମିଳିଲା ଦ୍ୱାର ଦ୍ୱାରେ। ପାଷାଣ୍ଡ ଜନ ସେହି ମତେ ରୂପ ପ୍ରକାଶିଲେ ଜଗତେ।
ପୃଥୁର ଯଜ୍ଞ ଘର ସ୍ଥାନେ ଇନ୍ଦ୍ରର ଯେତେ ରୂପ ଛନେ। ପାଷାଣ୍ଡ ସେହି ରୂପ ଚିନ୍ତି ଅଧର୍ମ ଧର୍ମ ବିଚାରନ୍ତି। କେ ନଗ୍ନ ରକ୍ତପଟ ଧରେ କେ ଭସ୍ମ ଭୂଷଣ ଶରୀରେ। ଅଧର୍ମ ମାର୍ଗ ଆଚରନ୍ତି ଆତ୍ମାର ହିତ ନ କରନ୍ତି। ପାଷାଣ୍ଡ ମାର୍ଗେ ଥାଇ ନିତ୍ୟ ଦୂଷଣ ଦେଇ ବେଦ ପଥେ। ତାହାଙ୍କ ମତ ଯେ କହନ୍ତି ଅନେନ ରକେ ପ୍ରବେଶନ୍ତି। ଅଶ୍ୱର ତନେ ଇନ୍ଦ୍ର ପଥେ ଛନ୍ନେ ଧଇଲା ରୂପ ଯେତେ। ସେ ରୂପେ ପ୍ରକାଶ ପାଷାଣ୍ଡେ ନିଗମ ନିନ୍ଦିଲେ ବ୍ରହ୍ମାଣ୍ଡେ। ସେ କଥା ଶୁଣି ପୃଥକୁ ସେ ଇନ୍ଦ୍ର ଝଙ୍ଗା ସେ ଦେହ କମ୍ପେ। ଇନ୍ଦ୍ର ମାରଣେ କୋପ କରି ନିଜକୁ ଦଣ୍ଡ କରେ ଧରି। କୋପନ୍ତେ ଅରୁଣ ନୟନ ପ୍ରଚଣ୍ଡ ବିରାଜେ ବଦନ। ଥଗ ମନ ଦେଖି ଗଣେ ବେଗେ ଚଳିଲେ ବିପ୍ର ଗଣେ। ଇନ୍ଦ୍ରର ହିତ ଚିତ୍ତେ ବହି କହନ୍ତି ପୃଥୁ ମୁଖ ଚାହିଁ। ଶୁଣ ହେ ପୃଥ ଧର୍ମ କଥା ଆଗମ ନିଗମ ଯେ ପ୍ରଥା। ଦେବଙ୍କ ଦେହ ଇନ୍ଦ୍ର ଯେତେ ସେତେ ଦେବ ଯଜ୍ଞ ଭୁଞ୍ଜେ। ଏଣୁ ଇନ୍ଦ୍ରକୁ ଯଜ୍ଞ କରି ମନ୍ତ୍ରେ ଅନଳେ ହୋଇ କରି। ସୃଷ୍ଟି ପାଳନ ଏ କାରଣ ଏ ଭାବେ ସଂସାର ଧାରଣ। ଇନ୍ଦ୍ରରେ କୋପ ତୁ ସଂହର ଆମ୍ଭର ବାକ୍ୟ ଚିତ୍ତେ ଧର। ଏମନ୍ତ କହି ମୁନି ଗଣେ ବ୍ରହ୍ମା ମିଳିଲେ ତତ୍କ୍ଷଣେ। ପୃଥୁ ବଦନ ଚାହିଁ ଧୀରେ କହନ୍ତି ବଚନ ଗଭୀରେ। ବ୍ରହ୍ମାବାଚ ଇନ୍ଦ୍ର ନାରାୟଣ ତନୁ ଏହାକୁ କୋପେ ଛାଡ଼ ମନୁ। ଏହାର ଦେହ ସର୍ବ ଯେତେ ନିତ୍ୟ ବସନ୍ତି ଯଜ୍ଞ ଭାବେ। ଆହୁତି ଯାର ମୁଖେ ଦେଇ ତାହାଙ୍କୁ କୋପ ନ ଯୋଗାଏ। ଏହାଙ୍କୁ କୋପ ତୁ ନ କର ଯଜ୍ଞ ପୁରୁଷ ଅର୍ଦ୍ଧବର। ଏ ଧର୍ମ ପରମ କାରଣ ଅଶେଷ ବିଷ୍ଣୁର ଧାରଣ। ଏ ଯଜ୍ଞ ଦ୍ରୋହ କର୍ମ ଗଲା ପାଷାଣ୍ଡ ପଥ ବିଚାରିଲା। ପାଷାଣ୍ଡ ଉଦ୍ଧରିବା ଅର୍ଥେ ତୋ ଅବତାର ଏ ଜଗତେ। ବେଣୁର ଦେହ ଯେତେ ଦୋଷ ତୋ ଜନ୍ମ କଲା ତାହା ନାଶ। ତୁ ଏବେ ମୋର ବୋଲ କର ପାଷାଣ୍ଡ ସୃଷ୍ଟି କି ଉଦ୍ଧର। ଏମନ୍ତ ବ୍ରହ୍ମାର ବଚନେ ଇନ୍ଦ୍ରକୁ କୋପ ଛାଡ଼ି ମନେ। ଯୋଗେ ତୋଷିଲେ ସର୍ବଜନେ ଅନ୍ନବସନ ଜଳ ଦାନେ। ସେ ବିପ୍ର ଜନେ ହୋଇ ତୋଷ ପୃଥିବୀ କରନ୍ତି ଆଶିଷ। ବ୍ରହ୍ମବାଚ ତୋର ବଚନେ ସର୍ବ ଦେବେ ତୋଷ ହୋଇଲେ ଯଜ୍ଞ ଭାବେ। ଏମନ୍ତେ କହି ପଦ୍ମଯୋନି ସଙ୍ଗେ ସକଳ ବିପ୍ର ଘେନି। ମୈତ୍ରେୟ ଉବାଚ ତକ୍ଷଣେ ଗଲେ ନିଜ ସ୍ଥାନେ ଶୁଣ ବିଦୁର ତୋଷ ମନେ। ପଥୁ ଯଜ୍ଞଙ୍କୁ ଭଗବାନ ଇନ୍ଦ୍ର ସହିତେ ଆବମନ କରି ପୂଜନ୍ତି ସେହି ହେଳେ ରାଜାଙ୍କୁ ଏପରି କହିଲେ। ଶ୍ରୀ ଭଗବାନ ଉବାଚ ଇନ୍ଦ୍ର ତୁମ୍ଭର ବିଘ୍ନ କଲା ଏବେ ସେ କ୍ଷମା ଯେ ଚାହିଁଲା। ଏହାକୁ କ୍ଷମା ଦିଅ ତୁମ୍ଭେ ଶୁଣ ଯା କହୁଅଛୁ ପ୍ରସ୍ତାବେ। ସବୁଦ୍ଧି ସାଧୁ ଯେ ପ୍ରଧାନ ହିଂସନ କଲେ କଦାଚନ। ଏପରି ଜ୍ଞାନ ତାଙ୍କ ଅଛି ଶରୀର ଆତ୍ମ ନୁହେଁ କିଛି। ପୁରୁଷ ମାନେ ତୁମ୍ଭେ ତୁଲେ ଦୈବୀ ମାୟାରେ ସୁଗନ୍ତେଲେ। ବୃଦ୍ଧ ସେବା ସେ ଦୀର୍ଘ କାଳ ହୁଅଇ ନିଶ୍ଚୟ ନିଷ୍ଫଳ। ବିଦ୍ୱାନ ପୁରୁଷ ହେ ଦେହକୁ ଅବିଦ୍ୟ କର୍ମ ତାକୁ। ଆରବ୍ଧ ହୋଇ ଜାଣି ଭଲେ ନୁହନ୍ତି ଅସକ୍ତ ତହିଁରେ। ଏହି ଯେ ଆତ୍ମା ଦେହୁ ଭିନ୍ନ ଆତ୍ମା ସେ ଏକର ନିର୍ଗୁଣ। ଆତ୍ମା ଯେ ଅଟେ ସର୍ବବ୍ୟାପୀ ପୁଣି ସେ ଅଟେ ସାକ୍ଷୀ ରୂପୀ। ଏହା ଯେ ଜାଣଇ ନିଶ୍ଚୟ ସେ କରେ ସଦା ଆତ୍ମ ତଳେ। ନିଷ୍କାମ ଶ୍ରଦ୍ଧାନ୍ୱିତ ହୋଇ ମୋର ଭଜନ ଯେ କରଇ। କ୍ରମେ କ୍ରମାରେ ତାର ମନେ ମୋଠାରେ ହୁଅନ୍ତି ପ୍ରସନ୍ନେ। ମନ ପ୍ରସନ୍ନ ତାର ଦେହେ ତତ୍ତ୍ୱଦର୍ଶ ସେ ହୁଏ ଭଜେ। ଏହି ଆତ୍ମାକୁ ଯେଉଁମାନେ ଦେହ ଇନ୍ଦ୍ରିୟ କର୍ମ ଜ୍ଞାନେ। ମନର ଅଧ୍ୟକ୍ଷ ଜାଣନ୍ତି ସକଳ ଦୁଃଖ ସେ ତରନ୍ତି। ଶୋକାଦି ଦ୍ୱାର ସେହିମାନେ ବ୍ୟଥିତ ନୁହନ୍ତି ଅଜ୍ଞାନେ। ହେ ରାଜା ତୁମ୍ଭେ ଜ୍ଞାନୀ ଅଟେ ସୁଖ ଦୁଃଖରେ ସମଭେଟ। ସବୁରେ ହୋଇ ପ୍ରଜା ପାଳନ କର ତୁହି। ଏକାକୀ ରୂପେ ପାଳି ଭୁଇ
କଥା ମନେ ନ ଭାବିବୁ। ମୁଁ ତୋର ରାଜ୍ୟାଙ୍ଗ ପ୍ରସ୍ତୁତ କରି ରଖିଛି ମନ୍ତ୍ରୀ ସାଥ। ତାହାର ସଙ୍ଗେ ମିଳି ତୁହି ପ୍ରଜା ପାଳନ କର ଯାଇ। ପ୍ରଜାଏ ପୁଣ୍ୟ ଅନୁଷ୍ଠାନ କଲେ ତହିଁର ଭାଗ ଜାଣ। ରାଜା ଯେ ପରଲୋକେ ପାନ୍ତି ଷଷ୍ଠ ବିଭାଗ ନାହିଁ ଭ୍ରାନ୍ତି। ସେ ରାଜା ପ୍ରଜାଙ୍କୁ ନ ପାଳେ ତାହାର ପୁଣ୍ୟ ହରି ବଳେ। ପ୍ରଜାଏ ନିଅନ୍ତି ଯେ ଜାଣି ଏଥିରେ ଅନ୍ୟଥା ନ ମଣ। ତୋର ଗୃହରେ ତୁ ଦେଖିବୁ ସେଥିରେ ଆନ ନ ଭାବିବୁ। ଏଥିରେ ତୋର ମନ ଥିଲା ସିଦ୍ଧ ମହିଷା ଆଦି ତୁଲେ। ହେ ରାଜା ତୋର ସଦଗୁଣେ ବଶ ହୋଇଛି ଏହି କ୍ଷଣେ। ସେ ବର ତୋର ଇଚ୍ଛା ହୁଏ ମାଗିଲେ ଦେବି ମୁଁ ନିଶ୍ଚୟେ। ଯଜ୍ଞ ତପସ୍ୟା ଯଗାଦିରେ ପ୍ରାପ୍ୟ ମୁଁ ନୁହଁ ଏ ସଂସାରେ। ଯାହାର ଭେଦ ଜ୍ଞାନ ନାହିଁ ତାହା ନିକଟେ ଧାଏ ମୋହି। ମୈତ୍ରେୟ ଉବାଚ ରାଜା ପ୍ରଭୁଙ୍କ ଆଜ୍ଞା ମନେ ସମସ୍ତେ କଲା ଯେ ଧାରଣ। ଇନ୍ଦ୍ରଦେବ ଯେ ଏ ସମୟେ ଆପଣା ଦୋହେ ଲଜ୍ଜାପାନ। ତାହାଙ୍କୁ କ୍ଷମା ସେ ମାଗିଲା ତାହାଙ୍କ ଚରଣ ଛୁଇଁଲା। ପୃଥୁ ଯେ ତହିଁ ଆଲିଙ୍ଗନ କରି ତୋଷିଲେ ଇନ୍ଦ୍ର ମନ। ଏ ଅଙ୍ଗେ ପ୍ରଭୁ ଭଗବାନ ଉଦ୍ୟମ କଲେ ସେ ପ୍ରସ୍ଥାନ। କିନ୍ତୁ ପୃଥୁକୁ ବର ଦେଲା ଅଭିପ୍ରାୟରେ ଉଭା। ଏ ଅବସରେ ପୃଥୁରାଜ ବନ୍ଧୁ ପ୍ରକାରେ କଲା ପୂଜା। ଭକ୍ତି ସହିତ ସେ ଚରଣ କମଳ କଲା ସେ ଧାରଣ। ସେ ପଦ୍ମ ପଳାଶ ଲୋଚନ କୃପା ଯେ କଲେ ବରଷଣ। ପୃଥୁ ତାହାଙ୍କ ଦରଶନ ସ୍ତବ କରଣେ କଲା ମନ। ଲୋଚନ ଅଶ୍ରୁରେ ପୂରଣ ହେବାକୁ ନ କଲା ଦର୍ଶନ। ବାଷ୍ପରେ ଗଦ ଗଦ ହେଲା ସ୍ତୁତି ସେ କରି ନ ପାରିଲା। ତୃଷ୍ଣାଭାବରେ ରହି କରି ଆଲିଙ୍ଗେ ପୃଥୁ ଯେ ଶ୍ରହରି। ଚକ୍ଷୁରୁ ଜଳ ପୋଛି କରି ପୃଥୁ ଯେ ଚାହିଁଲା ଶ୍ରୀହରି। ଶ୍ରହରି ଆପଣା ଚରଣ ସ୍ଥାପିଲେ ଭୂମିରେ ଏ ଜାଣ। ଗରୁଡ଼ ସ୍କନ୍ଧେ ହାତ ଦେଇ ଉଭା ହୋଇଲେ ଭାବଗ୍ରାହୀ। ପୃଥୁରୁବାଚ ହେ ଦେବ ଦେବଙ୍କର ଦେବ ମୋତେ ଏ ଦୁଃଖ ନିସ୍ତାରିବ। ଯେ ବ୍ୟକ୍ତି ଜ୍ଞାନୀ ହୋଇଥିବ ଭୋଗ ବିଳାସ ନ ମାଗିବ। ନାରକୀ ମାନଙ୍କର ଅଛି ଏହା ମୁଁ ପ୍ରତ୍ୟକ୍ଷ ଜାଣୁଛି। ହେ ପ୍ରଭୁ ଏହା ମୁଁ ମାଗଇ 10 ସହସ୍ର ସ୍ୱର୍ଣ୍ଣ ଦେଇ। ପୁରାଅ ମୋର ମନ ଭାବ ଶୁଣିବି ତୁମ୍ଭର ପ୍ରସ୍ତାବ। ଯାହା ଶୁଣି ନ ଯୋଗୀ ଜନେ ନିଶ୍ଚଳେ ଥାନ୍ତି ରାତ୍ର ଦିନେ। ଯେ ମକରନ୍ଦ ପାନ କରି ଏ ଭବ ସାଗରୁ ନିସ୍ତରି। ଶ୍ରୀଚରଣୁ ଯେ ମକରନ୍ଦ ଦିଅ ହେ ପରମ ଆନନ୍ଦ। ଏହା ଶୁଣି ମାଗୁଛି ଶ୍ରୀହରି ଦୃହ ହେ ପ୍ରଭୁ ଭୟ କରି ଦୟାକରି। ପୃଥୁର ସ୍ତୁତି ଶୁଣି କରି କହନ୍ତି ବଚନ ବିସ୍ତାରି। ଶ୍ରୀ ଭଗବାନ ଉବାଚ ଭକ୍ତି ନିମିତ୍ତ ଅଭିଳାଷ ହୋଇଛି ତୋହର ନରେଶ। ତୋହର ବିଶେଷ ଭକତି ରହିବ ନିଶ୍ଚେ ଆମ୍ଭ ପ୍ରତି। ପ୍ରବଳ ଭାଗ୍ୟ ରୁଟି ଜାଣ ସେ ପତି ଏପରି ବୁଦ୍ଧି ହେଲା ଶୁଣ। ଏହି ବୁଦ୍ଧିରେ ମହାଯତି ମୋର ମାୟାରୁ ତରି ଯାନ୍ତି। ମୋର ଆଜ୍ଞାକୁ ପାଳୁଥିଲେ ତୋର ସଙ୍ଗମ ଦେବ ଭଲେ। ମୈତ୍ରେୟ ଉବାଚ ଏହି ପ୍ରକାରେ ମହାବାହୁ ଆନନ୍ଦେ ପ୍ରକାଶିଲେ। ପୃଥୁ ତାହାଙ୍କୁ ପୂଜା କଲା ଦେବତା ଋଷି ଆଦି ମେଳା। ତତ୍ତ୍ୱଜ ପାର୍ଷଦ ସହିତେ ଯଜ୍ଞକୁ ଆସିଥିଲେ ଯେ। ତଥା ଯଜ୍ଞରେ ପୂଜା କଲା ସବୁ ଦେବଙ୍କୁ ସନ୍ତୋଷିଲା। ଶ୍ରୀହରି ଗମନର କାଳେ ଇତ୍ୟଜ ମନକୁ ହରିଲେ। ଯହୁଁ ଚଳିଲେ ଭଗବାନ ପୃଥୁ ଚରିଲା ନିଜ ଧ୍ୟାନ। କହଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମାର୍ଥ ସଂହିତାୟଂ ବୈଶାଖ ଚତୁର୍ଥ ସ୍କନ୍ଧେ ପୃଥୁରାଜ ଯଜ୍ଞ କରଣେ ନାମ ଏକବିଂଶ ଅଧ୍ୟାୟ।